ଜନ୍ମରୁ କେହି କାହାର ଶତ୍ରୁ ବା ମିତ୍ର ନୁହନ୍ତି। ମଣିଷର ଆଚାର ଆଉ ବ୍ୟବହାରରୁ ହିଁ ଶତ୍ରୁତା ଓ ମିତ୍ରତା ସୃଷ୍ଟି ହୋଇଥାଏ। ଖରାପ ସମୟ ମଣିଷକୁ ଯେଉଁ ଶିକ୍ଷା ଦେଇଥାଏ ତାହା ପୃଥିବୀର କୌଣସି ପୁସ୍ତକରେ ନଥାଏ। ସେଥିପାଇଁ ଖରାପ ସମୟକୁ ଅତ୍ୟନ୍ତ ଧୈର୍ଯ୍ୟର ସହ ମୁକାବିଲା କରିବା ଉଚିତ। ନିଜକୁ ସୁଖ ପାଇଁ କରାଯାଇଥିବା କର୍ମ ସମିତ ସୁଖ ଦେଇଥାଏ, କିନ୍ତୁ ପରୋପକାର ପାଇଁ କରାଯାଇଥିବା କର୍ମ ନିତ୍ୟ ନୂତନ ଆନନ୍ଦ ଦିଏ। ପରିବାରକୁ ଛାଡ଼ି କରିବା କେତେ କଷ୍ଟ କେବଳ ସେହି ମଣିଷ ହିଁ ଜାଣିପାରିଥାଏ, ଯିଏ ପରିବାରଙ୍କ ପେଟରେ ଦିଅଣେ ମୁଠା ଅନ୍ନ ଦେବା ପାଇଁ ପରିବାର ଠାରୁ ଦୂରେଇ ରହିଥାଏ। ସ୍ୱପ୍ନ ଯେତେ ସୁଖ ଦେଲେ ମଧ୍ୟ କେବେ କାହା ପେଟ ପୂରାଏ ନାହିଁ, କିନ୍ତୁ ବାସ୍ତବତା ଯେତେ କଷ୍ଟ ଦେଲେ ବି ପେଟକୁ ଦାନା ମୁଠାଏ ଯୋଗାଇ ଦେଇଥାଏ। ହାୟରେ ଜୀବନ, ଶରୀର ଶୋଇବାକୁ ଚାହୁଁଛି, ମୁଣ୍ଡ ପଇସା ଚାହୁଁଛି, ହୃଦୟ ମନ ପସନ୍ଦର ମଣିଷ ସହ ଟିକେ ସମୟ ବିତେଇବାକୁ ଚାହୁଁଛି, ତାହା କେବେ ଏ ଦୁନିଆ କରାଇ ଦଉନି। ସ୍ୱପ୍ନ ସେ ନୁହେଁ ଯାହା ଆମେ ଶୋଇଲା ବେଳେ ଦେଖେ, ସ୍ୱପ୍ନ ହେଉଛି ତାହା ଯାହା ଆମକୁ ଶୋଇବାକୁ ଦେଇ ନଥାଏ। ଜଳି ଯାଇଥିବା ରାବଣ ବି ଚିନ୍ତା କରୁଥିବ, ମୋତେ ପୋଡ଼ିବାକୁ ଆସିଥିବା ଲୋକଙ୍କ ଭିତରେ କେହି ପ୍ରଭୁ ଶ୍ରୀରାମଙ୍କ ଭଳି ଅଛନ୍ତି ନା ଆଜି ଗୋଟେ ରାବଣ ଆଉ ଗୋଟେ ରାବଣକୁ ପୋଡ଼ିବାକୁ ଆସିଛନ୍ତି। କେତେକ ପରିବାରରେ ପିଲା ତ ଅଛନ୍ତି କିନ୍ତୁ ପୁଅ ନାହାନ୍ତି। ବହୁତ ଲୋକ ବୁଝାଇ ଯାଆନ୍ତି, ଈଶ୍ୱର କୃପା ନାହିଁ ବୋଧେ, କିନ୍ତୁ ଏପରି ନୁହେଁ। ପୁଅର ଜନ୍ମ ପିତାଙ୍କ ଋଣ ଶୁଝିବା ପାଇଁ ହୋଇଥାଏ। ଯଦି ଆପଣ ଉପରେ ପୂର୍ବଜନ୍ମର ଋଣ ନାହିଁ, ତେବେ ପୁଅ ନୁହେଁ, ଝିଅ ଜନ୍ମ ନେବା ଏବଂ କନ୍ୟାଦାନ କରିବାର ମହାପୁଣ୍ୟ ଆପଣଙ୍କୁ ପ୍ରାପ୍ତ ହେବ। ସବୁବେଳେ ଲୁଣ ପରି ହେବାର ଚେଷ୍ଟା କରନ୍ତୁ, ଯେପରି କେହି ବି ଆପଣଙ୍କ ଉପସ୍ଥିତି ଜାଣିପାରିବେ ନାହିଁ, କିନ୍ତୁ ଆପଣ ଅନୁପସ୍ଥିତିକୁ ସବୁ କାର୍ଯ୍ୟରେ ଅନୁଭବ କରିପାରିବେ।